ମୋର ନାମ ମାମୁନି। ମୁଁ ବହୁତ ଭଲ କରି ବିବାହ କରିଥିଲି। ମୋ ସ୍ୱାମୀ ଲକ୍ଷରେ ଜଣେ ଥିଲେ। ମୁଁ ମୋ ଜୀବନରେ ତାଙ୍କୁ ସ୍ୱାମୀ ରୂପରେ ପାଇ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିଲି। କାରଣ ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ। ଆଉ ଆମର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହେଲା। ଆମ ବିବାହ ହେବାର ପ୍ରାୟ 16 ବର୍ଷ ହୋଇଯାଇଥିଲା। ସେ ମୋତେ ପ୍ରତ୍ୟେକ ସୁଖ ଦେଇଥିଲେ। ଆଉ ମୁଁ ଭଗବାନଙ୍କଠାରୁ ଏହାଠାରୁ ଭଲ ସ୍ୱାମୀ ମାଗି ପାରିନଥାନ୍ତି। ମୋ ଝିଅ 14 ବର୍ଷର ଏବଂ ପୁଅ 10 ବର୍ଷର ହୋଇଯାଇଥିଲା। ମୋ ସ୍ୱାମୀଙ୍କ ବ୍ୟବସାୟ ମଧ୍ୟ ବହୁତ ଭଲ ଚାଲିଥିଲା। ଆମର ଏକ ଲୁଗା ଦୋକାନ ଥିଲା, ଯେଉଁଠାରେ ସେ ଭଲ ପରିମାଣରେ ଟଙ୍କା ରୋଜଗାର କରୁଥିଲେ। ଜୀବନରେ ମୋର କୌଣସି ଆଶା ଆଉ ସ୍ୱପ୍ନ ବାକି ନ ଥିଲା। ଦିନେ ମୋ ସ୍ୱାମୀ ମୋତେ କହିଲେ ଯେ ସେ ଆଉ କାହାକୁ ଭଲ ପାଉଛନ୍ତି ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଦିନେ ହଠାତ୍ ସେ ମୋତେ ଏହି କଥା କହିଲେ। ଆରମ୍ଭରେ ତ ମୁଁ ଭାବିଲି ସେ ମୋ ସହିତ ଥଟ୍ଟା କରୁଛନ୍ତି ବୋଲି, କିନ୍ତୁ କିଛି ସମୟ ପରେ ମୁଁ ବୁଝିଲି ଯେ ସେ ସତ କହୁଛନ୍ତି। କାରଣ ସେ ମୋର ସ୍ୱାମୀ ଥିଲେ ଏବଂ ସେ କେତେବେଳେ ମଜା କରନ୍ତି ଏବଂ କେତେବେଳେ ସେ ସତ କୁହନ୍ତି ମୁଁ ବହୁତ ଭଲ ଭାବରେ ଜାଣେ। କିନ୍ତୁ ମୁଁ ଭାବିଥିଲି ଯେ ଏତେ ଦିନ ପର୍ଯ୍ୟନ୍ତ ମୁଁ କିପରି ଅନ୍ଧାରରେ ଥିଲି। ବିବାହ ପରେ ମଧ୍ୟ ତାଙ୍କର ବାହାରେ ପ୍ରେମ ସମ୍ପର୍କ ଜାରି ରହିଥିଲା ଏବଂ ମୁଁ ଏହା ବିଷୟରେ ମଧ୍ୟ କିଛି ଜାଣି ନଥିଲି। ସେ ମୋତେ ମିଛ କହୁଥିଲେ କିମ୍ବା ସେ ବହୁତ ଚତୁର ଥିଲେ। ନହେଲେ କିଏ କ'ଣ ଏ କଥାକୁ ଏତେ ଦିନ ଧରି ନିଜ ସ୍ୱାମୀଠୁ ଲୁଚାଇ ରଖିପାରିବ। ଯେତେବେଳେ ସେ କହୁଥିଲେ ଯେ ସେ ଛାଡ଼ପତ୍ର ଚାହୁଁଛନ୍ତି ବୋଲି, ମୋ ମନରେ ଏସବୁ ଚାଲିଥିଲା। ବିବାହର 16 ବର୍ଷ ପରେ ସେ ଛାଡ଼ପତ୍ର ଚାହୁଁଛନ୍ତି। ମୁଁ କହିଲି ଯେ ତୁମେ ପାଗଳ ହୋଇଗଲ। ତୁମେ କେଉଁ ପ୍ରକାରର କଥା କହୁଛ? ତୁମେ ମିଛ କହୁଛ। ସେ କହିଲେ ନା, ମୁଁ କାଲି ତାକୁ ଡାକିବି। ତୁମେ ନିଜେ ତାକୁ ଭେଟିପାରିବ। ମୁଁ ଚାହିଁଲି ଯେ ଆମେ ଅଲଗା ହେବା ଉଚିତ। ମୁଁ କୌଣସି ଡ୍ରାମା ଚାହୁଁନାହିଁ। ମୁଁ ମଧ୍ୟ ତୁମର ଏବଂ ପିଲାମାନଙ୍କର ଦାୟିତ୍ୱ ଗ୍ରହଣ କରିବି। ସେଥିପାଇଁ ଚିନ୍ତା କର ନାହିଁ। ଏବେ ମୋର ହୃଦୟ ବିଚଳିତ ହେଉଥିଲା। ମୁଁ ଭାବୁଥିଲି ଯେ ସେ ଯାହା କହୁଛନ୍ତି ତାହା ନିଶ୍ଚିତ ମିଥ୍ୟା ଅଟେ। ମୋ ମନରେ ସନ୍ଦେହ ଏବଂ ଭୟ ଥିଲା ଯେ ଏସବୁ ସତ ହୋଇନପାରେ। ସେଦିନ ରାତିରେ ମୁଁ ଭଲ ଶୋଇନଥିଲି। ସକାଳ ଆସିବା ମାତ୍ରେ ମୋ ଆଖି ତାଙ୍କ ଉପରେ ଥିଲା। ଫୋନ୍ରେ କଥା ହେଉଥିଲେ। ତୁମେ କେତେବେଳେ ଆସିବ ବୋଲି ପଚାରୁଥିଲି। ତାପରେ ମଧ୍ୟ ମୁଁ ଭାବୁଥିଲି ଯେ ଏହା ସବୁ ପରିହାସ। କିଛି ସମୟ ପରେ କବାଟର ଘଣ୍ଟି ବାଜିଲା। ସେ କବାଟ ପାଖରେ ଦୌଡ଼ିଗଲେ ଏବଂ ବାସ୍ତବରେ ଗୋଟିଏ ଝିଅ ଦ୍ୱାର ପାଖରେ ଠିଆ ହୋଇ ସେ ଭିତରକୁ ଆସିଲା। ମୁଁ ସେହି ଝିଅକୁ ପୂର୍ବରୁ ଦେଖିନଥିଲି, କିନ୍ତୁ ସେ ସୁନ୍ଦରୀ ଥିଲା। ତା'ର ବୟସ 26 ବର୍ଷ ହେବ। ମୁଁ ଏହା ବିଶ୍ୱାସ କରିପାରିଲି ନାହିଁ। ମୋ ସ୍ୱାମୀ ତାଙ୍କୁ ମୋ ସହିତ ପରିଚିତ କରାଇଲେ। ଏ ବିଦ୍ୟା ଏବଂ କହିଲେ ଯେତେବେଳେ ମୁଁ ମୋର କାମ ପାଇଁ ବାହାରକୁ ଗଲି, ମୁଁ ବିଦ୍ୟାକୁ ଭେଟିଥିଲି ଏବଂ ତାପରେ ଆମେ ଜାଣିନଥିଲୁ। ଯେତେବେଳେ ଆମେ ପରସ୍ପରକୁ ଭଲ ପାଇବା ଆରମ୍ଭ କରିଥିଲୁ, ତାକୁ ଦେଖି ମୁଁ ମୋ ରୁମକୁ ଚାଲିଗଲି। ମୁଁ ଜାଣିନଥିଲି 16 ବର୍ଷର ବିଶ୍ୱାସ ଏବଂ ପ୍ରେମ ଏହିପରି ଭାଙ୍ଗିଯିବ। ବୋଧହୁଏ ବୟସ ସହିତ ମୋ ପ୍ରତି ତାଙ୍କର ଆକର୍ଷଣ କମିଯାଇଥିଲା। ସେ କିଛି ଘଣ୍ଟା ପରେ ରୁମକୁ ଆସି କହିଲେ, ମୁଁ ପୁନରାବୃତ୍ତି କରେ ଯେ ଆମେ ଭଲରେ ଅଲଗା ହେବା। କୌଣସି ପ୍ରକାର ନାଟକ ମୁଁ ଚାହୁଁନାହିଁ। ଯେତେବେଳେ ସେ ଏହା କହୁଥିଲେ, ମୁଁ କହୁଥିଲି, ଏହା ତୁମ ପାଇଁ ଏକ ନାଟକ ପରି ଲାଗୁଛି। ତୁମ ସହିତ କ'ଣ ହୋଇଛି? ତୁମେ ଏପରି ନଥିଲ। ତୁମେ ମୋତେ କେଉଁ ଫର୍ମ ଦେଖାଉଛ? ସେ କହିଛନ୍ତି ମୁଁ ଛାଡ଼ପତ୍ର କାଗଜପତ୍ର ପ୍ରସ୍ତୁତ କରୁଛି। ଦିବ୍ୟା ଚାହାନ୍ତି ଯେ ଆମେ ଶୀଘ୍ର ବିବାହ କରିବୁ। ମୁଁ ମଧ୍ୟ ତାଙ୍କୁ କହିଲି, ତୁମେ ଯାହା ଚାହଁ ତାହା କର। ମୁଁ ତୁମକୁ ଛାଡ଼ପତ୍ର ଦେବି ନାହିଁ। ମୁଁ ଏହି ଘରେ ରହିବି। ମୁଁ ତାଙ୍କୁ ମୋର ନିଷ୍ପତ୍ତି କହିଲି। କିନ୍ତୁ ମୁଁ ଜାଣିନଥିଲି ଯେ ସେ ଏହିପରି କିଛି କରିବାକୁ ଚାହୁଁଛନ୍ତି। ପରଦିନ ସେ ପ୍ରତିଦିନ ଦିବ୍ୟାଙ୍କୁ ଘରକୁ ଡାକିବା ଆରମ୍ଭ କଲେ। ମୋ ପିଲାମାନେ ବଡ଼ ଥିଲେ। ବର୍ତ୍ତମାନ ସେମାନେ ସବୁକିଛି ବୁଝିବା ଆରମ୍ଭ କରିଥିଲେ। ମୁଁ ଜାଣିନଥିଲି ଯେ ସେ ମୋତେ ଛାଡ଼ପତ୍ର ଦେବା ପାଇଁ ଏତେ ପରିମାଣରେ
ଯାଇପାରନ୍ତି। ସେ ପିଲାମାନଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। ପିଲାମାନେ ମଧ୍ୟ ନିଜ ପିତାଙ୍କର ଏହି ରୂପ ଦେଖି ଦୁଃଖିତ ହେଲେ। ଦିନେ ସେ ବିଦ୍ୟାଙ୍କ ସହ ହଲ୍‌ରେ ବସିଥିଲେ। ସେ ଆମ ଝିଅକୁ ପାଣି ଅର୍ଡର କଲେ। ସେ ପାଣି ନେଇ ଗଲାବେଳେ ହଠାତ୍ ଦିବ୍ୟା ଉପରେ ପାଣି ପଡ଼ିଗଲା। ସେଦିନ ମୋ ସ୍ୱାମୀ ସୀମା ଅତିକ୍ରମ କଲେ। ସେ ବିଦ୍ୟା ପାଇଁ ମୋ ଝିଅ ଉପରେ ହାତ ଉଠାଇବାକୁ ଯାଉଥିଲେ। ମୁଁ ତାଙ୍କୁ ଏପରି କରୁଥିବାର ଦେଖିଲି ଏବଂ ସେଠାରୁ ଜୋରରେ କହିଲି, ତୁମେ କ'ଣ କରୁଛ? ତୁମେ ପାଗଳ ହୋଇଗଲ? ମୁଁ ଜାଣେ ଛାଡ଼ପତ୍ର ପାଇଁ ତୁମେ ଏସବୁ କରୁଛ। ଠିକ୍ ଅଛି, ବର୍ତ୍ତମାନ ତୁମେ ଏହି ସୀମାକୁ ଯାଇଛ, ତାହେଲେ ମୁଁ ତୁମକୁ ଛାଡ଼ପତ୍ର ଦେବି। ସେହି ସମୟରେ ମୁଁ ଏବଂ ମୋର ପିଲାମାନଙ୍କର ଜିନିଷପତ୍ର ପ୍ୟାକ୍ କରି ମୋ ବାପ ଘରକୁ ଗଲି। ଜଣେ ବ୍ୟକ୍ତି କିପରି ଏତେ ପରିବର୍ତ୍ତନ ହୋଇପାରିବ? ଯିଏ ପୂର୍ବରୁ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ପ୍ରେମ କରୁଥିଲେ, ସେ ସେମାନଙ୍କୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ମୁଁ ମୋ ଘରେ ଥିଲି। ମୁଁ ତାଙ୍କଠାରୁ ଏକ କଲ୍ ପାଇଲି। ସେ କହିଲେ, ତଥାପି ତୁମର ଏବଂ ପିଲାମାନଙ୍କର ମୁଁ ଦାୟିତ୍ୱ ଗ୍ରହଣ କରିବି। ଯଦି ତୁମର କିଛି ଦରକାର, ତୁମେ ମୋତେ କଲ୍ କରିପାରିବ। ମୁଁ ଟଙ୍କା ପଠାଇବି। ମୁଁ କହିଲି, ମୋର ତୁମର ଟଙ୍କା ଦରକାର ନାହିଁ। ମୁଁ ମୋର ପିଲାମାନଙ୍କର ଯତ୍ନ ନେଇପାରିବି। ମୋର କୌଣସି ଧାରଣା ନଥିଲା ଯେ ଏ ବୟସରେ ଏହି ପର୍ଯ୍ୟାୟରେ ଏତେ ଭଲ ଜୀବନଯାପନ କରିବା ପରେ ମୋତେ ପୁନର୍ବାର କାମ କରିବାକୁ ପଡ଼ିବ। କେତେବେଳେ ଜୀବନ ତୁମକୁ ଉଠାଇ ତଳକୁ ଫିଙ୍ଗିଦେବ ବୋଲି ତୁମେ ଅନୁମାନ ମଧ୍ୟ କରିପାରିବ ନାହିଁ। ମୁଁ ମଧ୍ୟ ଏତେ ବର୍ଷ ଧରି ତାଙ୍କ ସହିତ ରହିବା ପରେ ପୋଷକ ସହିତ ଏକ ଭଲ ଅଭିଜ୍ଞତା ପାଇଥିଲି। ସେଥିପାଇଁ ମୁଁ ମଧ୍ୟ ମୋ ଘରୁ ପୋଷକ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲି। ମୁଁ ମୋ ସ୍ୱାମୀଙ୍କ ଟଙ୍କା ନେବାକୁ ଚାହୁଁ ନଥିଲି। ମୁଁ ବାରମ୍ବାର ତାଙ୍କଠାରୁ କଲ୍ ପାଇବାକୁ ଲାଗିଲି। ତୁମେ ମୋଠାରୁ ଟଙ୍କା ନେଇ ପାରିବ ବୋଲି କହୁଥିଲେ। ଯଦିଓ ତୁମକୁ ଏକ ନୂଆ କାମ ଆରମ୍ଭ କରିବାକୁ ପଡ଼ିବ, ତଥାପି ମୁଁ ଟଙ୍କା ଦେବି। କିନ୍ତୁ ମୁଁ ରାଜି ନଥିଲି। ମୁଁ କହିଲି, ତୁମେ ଛାଡ଼ପତ୍ର ବିଷୟରେ ଚିନ୍ତା କରିବା ଉଚିତ। ଆମେ କେମିତି ଚଳିବୁ ସେ ବିଷୟରେ ନୁହେଁ। ସମୟ ଗଡ଼ିବା ସହିତ ମୁଁ ନିଜେ କିଛି ଆରମ୍ଭ କଲି। କିନ୍ତୁ ମୋ ପରିବାର ସଦସ୍ୟ ମୋତେ ସମର୍ଥନ କରୁଥିଲେ। ତାଙ୍କ କଲ୍ କିଛି ଦିନ ଆସିବା ବନ୍ଦ ହୋଇଗଲା। ମୁଁ ଏଥିପ୍ରତି ଧ୍ୟାନ ଦେଲି ନାହିଁ। ମୁଁ ଆଉ ତାଙ୍କ ସହ କଥା ହେବାକୁ ଚାହେଁ ନାହିଁ। ଛାଡ଼ପତ୍ର ପାଇଁ ଆଉ କିଛି ସମୟ ବାକି ଥିଲା। ମୁଁ ତାଙ୍କୁ କହୁଥିଲି ଯେ ଯେତେବେଳେ ତୁମେ କହିଲ ମୁଁ ଆସିବି, ତୁମେ ଯେଉଁଠାରେ ସାଇନ୍ କରିବାକୁ କହିବ ମୁଁ କରିଦେବି। ମୁଁ ମୋ କାମରେ ଧ୍ୟାନ ଦେବା ଆରମ୍ଭ କଲି। ମୋତେ କିଛି ସାମଗ୍ରୀ କିଣିବାକୁ ବାହାରକୁ ଯିବାକୁ ପଡ଼ିଲା। ତାଙ୍କ ସହିତ ଏତେ ଦିନ ରହିବା ପରେ ମୁଁ ଜାଣିଥିଲି କ'ଣ କିଣିବି ଏବଂ କେଉଁଠୁ କିଣିବି। କପଡ଼ା। ତାଙ୍କ ଅଭିଜ୍ଞତା ମୋ ପାଇଁ ଉପଯୋଗୀ ହେଲା। ମୁଁ ସାମଗ୍ରୀ କିଣିବାକୁ ସେହି ସହରକୁ ଗଲି। ସେଠାରେ ପହଞ୍ଚିବା ପରେ ମୁଁ ସେହି ଦୋକାନରୁ ସାମଗ୍ରୀ କିଣୁଥିଲି। ମୁଁ ସେଠାରେ ବିଦ୍ୟାଙ୍କୁ ଦେଖିଲି। ସେ ସେଠାରେ କାହା ସହିତ ଥିଲେ, କାହା ହାତ ଧରିଥିଲେ। ମୋତେ ଦେଖିଲେ ଏହା ସ୍ପଷ୍ଟ ହେଲା ଯେ ସେ ବର୍ତ୍ତମାନ ଏହି ପୁଅ ସହିତ ଅଛନ୍ତି। ମୋ ହୃଦୟରେ ମୁଁ ଖୁସି ଯେ ମୋ ସ୍ୱାମୀ ଶେଷରେ ପ୍ରତାରଣା ପାଇଛନ୍ତି। ସେ ଆମକୁ ଏହି ଝିଅ ପାଇଁ ଛାଡ଼ି ଚାଲିଗଲେ। ସିଏ ବର୍ତ୍ତମାନ ଅନ୍ୟ କାହା ସହିତ ଅଛି। ତାପରେ ମୁଁ ମୋ ମନରେ ଭାବିଲି ଯେ ବର୍ତ୍ତମାନ ମୁଁ ଅନ୍ୟ କାହାକୁ ପ୍ରତାରଣା କରିବାକୁ ଦେବି ନାହିଁ। ତେଣୁ ମୁଁ ସେମାନଙ୍କୁ ଅନୁସରଣ କଲି। ସେ ଏକ ରେଷ୍ଟୁରାଣ୍ଟକୁ ଯାଇ ଉଭୟଙ୍କ ସାମ୍ନାରେ ବସିଥିଲେ। ସେ ମୋତେ ଦେଖିବା ପରେ ଇନ୍ଦ୍ରିୟ ହରାଇଲେ। ସେ ଉଠି ଯିବାକୁ ଚାହୁଁଥିଲେ, କିନ୍ତୁ ମୁଁ ତାଙ୍କ ହାତ ଧରି ସେହି ଝିଅ ବିଷୟରେ ପୁଅକୁ ସତ କହିବାକୁ ଲାଗିଲି। ମୁଁ ଭାବିଲି, ମୁଁ ତାଙ୍କୁ ସତ କହି ଆଖି ଖୋଲିବି। କିନ୍ତୁ ଅନ୍ୟ କିଛି ଘଟିଗଲା। ସେ ମୋତେ ଯାହା କହୁଥିଲେ ତାହା ଶୁଣି ମୋ ପାଦତଳୁ ଭୂମି ଖସିଗଲା। ମୁଁ ସେଠାରୁ ପଳାୟନ କରିବାକୁ ଚାହୁଁଥିଲି ଏବଂ କୌଣସି ମୂଲ୍ୟରେ ମୋ ସ୍ୱାମୀଙ୍କ ନିକଟକୁ ଯିବାକୁ ଚାହୁଁଥିଲି। ମୁଁ ତାଙ୍କ ଘରକୁ ଗଲି। ଚାକର ମୋତେ କହିଥିଲା ଯେ ସେ ବର୍ତ୍ତମାନ ଏକ ଡାକ୍ତରଖାନାରେ ଅଛନ୍ତି। ଡାକ୍ତରଖାନା ତାଙ୍କ ଘରଠାରୁ କିଛି ଦୂରରେ ନଥିଲା। ଏହା ଏକ ବଡ଼ ଡାକ୍ତରଖାନା ଥିଲା। ମୁଁ ସେଠାକୁ ଗଲି। ରିସେପ୍ସନରେ ତାଙ୍କ ନାମ କହି ମୁଁ ତାଙ୍କ ରୁମ୍
ନମ୍ବର ଜାଣିବାକୁ ପାଇଲି। ମୁଁ ରୁମ୍କୁ ଗଲି। ତାଙ୍କ ସାଙ୍ଗ ସେଠାରେ ଥିଲେ। ସେ ଆଖି ବନ୍ଦ କରି କହୁଥିଲେ। ମୁଁ ଯେତେବେଳେ ତାଙ୍କ ଉପରେ ହାତ ରଖିଲି ସେ ଆଖି ଖୋଲିଦେଲେ ଏବଂ ମୋ ଆଖିରୁ ଲୁହ ବନ୍ଦ ହେଉ ନଥିଲା। ମୁଁ କହିଲି, ଏହି ସମସ୍ତ ଡ୍ରାମା କରିବାର ଆବଶ୍ୟକତା କ'ଣ ଥିଲା? ତୁମେ ମୋତେ ପୂର୍ବରୁ ସ୍ପଷ୍ଟ ଭାବରେ କାହିଁକି କହିନାହଁ? ମୋ ସ୍ୱାମୀ ଏକ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ତେଣୁ ସେ ଆମ ଜୀବନରୁ ଦୂରେଇ ଯିବାକୁ ଚାହୁଁଥିଲେ। ଯାହାଫଳରେ ଯଦି ତାଙ୍କ ସହିତ କିଛି ଘଟେ ଆମେ ଅତ୍ୟଧିକ ଦୁଃଖ ଅନୁଭବ କରିପାରିବୁ ନାହିଁ। ତାଙ୍କର ବନ୍ଧୁ ହିଁ ତାଙ୍କୁ ଅନୁରୋଧ କ୍ରମେ ଏହି ନାଟକଟି ସେହି ଝିଅ ସହିତ ସମ୍ପନ୍ନ କରିଥିଲେ। ଏବେ ମୁଁ ତାଙ୍କ ପାଖରେ ବସି ଘଣ୍ଟା ଘଣ୍ଟା ଧରି କାନ୍ଦିଲି। ମୁଁ ପିଲାମାନଙ୍କୁ ମଧ୍ୟ ଡାକିଲି। ବର୍ତ୍ତମାନ ଆମେ କେବଳ ତାଙ୍କ ସହିତ ରହିବୁ। ବର୍ତ୍ତମାନ ସେ ଆମକୁ ଏବଂ ଆମର ପ୍ରେମକୁ ଅଧିକ ଆବଶ୍ୟକ କରନ୍ତି। ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଆମ ସହିତ ରୁହନ୍ତୁ ଏବଂ ତାଙ୍କ ସହିତ କିଛି ନ ଘଟୁ। ମୋ ବିଶ୍ୱାସ ଥିଲା ସେ ଠିକ୍ ହୋଇଯିବେ। ସେ ଦିନେ ଆମମାନଙ୍କର ଭଲ ପାଇବା ପାଇଁ ଠିକ୍ ମଧ୍ୟ ହୋଇଗଲେ। ତାପରେ ଆମେ ଖୁସିରେ ଆଗପରି ରହିଲୁ। ସମାପ୍ତ। ଜୟ ଜଗନ୍ନାଥ। ବନ୍ଧୁଗଣ, ଯଦି ଆପଣ କାହାଣୀଟିକୁ ପସନ୍ଦ କରନ୍ତି ଦୟାକରି ଲାଇକ୍ ସେୟାର କରନ୍ତୁ। ପ୍ରତିଦିନ ନୂତନ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।